ହରିଦ୍ୱାର ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ, ଯେଉଁଠି ମା ଗଙ୍ଗା ପାହାଡ଼ରୁ ଓହ୍ଲାଇ ଭୂମି ଉପରେ ପ୍ରବେଶ କରିଛି। ଏହି ସ୍ଥାନଟି ଆସ୍ଥା, ଭକ୍ତି, ଶାନ୍ତି ଏବଂ ଆଧ୍ୟାତ୍ମିକତାର ଅଦ୍ଭୁତ ସଙ୍ଗମ। ଯଦି ଆପଣ ହରିଦ୍ୱାର ଆସିବା ପାଇଁ ଯୋଜନା କରୁଛନ୍ତି, ତ ଏହି ଭିଡିଓଟି ଆପଣଙ୍କ ପାଇଁ ବହୁତ ୟୁଜଫୁଲ ହେବାକୁ ଯାଉଛି। କାହିଁକି ନା ଏହି ଭିଡିଓରେ ଆମେ ଜାଣିବା ହରିଦ୍ୱାର କେମିତି ପହଞ୍ଚିବା, ଏଠାରେ ରହିବା ପାଇଁ ହୋଟେଲ ଏବଂ ଖାଇବା ପିଇବା ପାଇଁ ରେଷ୍ଟୁରାଣ୍ଟର କ'ଣ ବ୍ୟବସ୍ଥା ରହିଛି, ହରିଦ୍ୱାରରେ ଦର୍ଶନ କରିବା ପାଇଁ ଆଉ କେଉଁ କେଉଁ ସ୍ଥାନ ରହିଛି, ଏହି ଯାତ୍ରାରେ କେତେ ଦିନ ଲାଗିବ ଏବଂ ଶେଷରେ ଆମେ ଜାଣିବା ଟୋଟାଲ ଖର୍ଚ୍ଚ କେତେ ଆସିବ। ସବୁଠାରୁ ପ୍ରଥମେ ଆମେ ଜାଣିବା ହରିଦ୍ୱାର କେମିତି ପହଞ୍ଚିବା। ହରିଦ୍ୱାର ପହଞ୍ଚିବା ପାଇଁ ଦୁଇଟି ଅପସନ ରହିଛି। ପ୍ରଥମଟି ହେଲା ଫ୍ଲାଇଟ୍। ଯଦି ଆପଣ ଫ୍ଲାଇଟରେ ଆସୁଛନ୍ତି, ହରିଦ୍ୱାରର ପାଖରେ ଚୋଲି ଗ୍ରାଣ୍ଡ ଏୟାରପୋର୍ଟ ଡେରାଡୁନ ଆସିଥାଏ। ଏହି ଏୟାରପୋର୍ଟରୁ ହରିଦ୍ୱାରର ଦୂରତା 35 କିଲୋମିଟର ଏବଂ ଆପଣଙ୍କୁ ବାଇ ରୋଡ୍ ଯାତ୍ରା କରି ପହଞ୍ଚିବାକୁ ପଡ଼ିବ। ଏୟାରପୋର୍ଟରୁ ହରିଦ୍ୱାର ପର୍ଯ୍ୟନ୍ତ ଆସିବା ପାଇଁ ବସ୍ ବାଲା 100 ରୁ 200 ଟଙ୍କା ଚାର୍ଜ କରିଥାନ୍ତି ଏବଂ ଟ୍ୟାକ୍ସି ବାଲା 1000 ରୁ 2000 ଟଙ୍କା ଚାର୍ଜ କରିଥାନ୍ତି। ଫାଇନାଲି ଆପଣ 1 ରୁ 1.5 ଘଣ୍ଟା ବାଇ ରୋଡ୍ ଯାତ୍ରା କଲା ପରେ ହରିଦ୍ୱାର ପହଞ୍ଚିଯିବେ। ହରିଦ୍ୱାର ପହଞ୍ଚିବା ପାଇଁ ଦ୍ୱିତୀୟ ଅପସନଟି ହେଉଛି ଟ୍ରେନ୍ ଏବଂ ହରିଦ୍ୱାର ସିଟିରେ ହିଁ ହରିଦ୍ୱାର ରେଲୱେ ଷ୍ଟେସନ ଆସିଥାଏ। ବର୍ତ୍ତମାନ ଆମେ ହରିଦ୍ୱାର ରେଲୱେ ଷ୍ଟେସନରେ ପହଞ୍ଚିଗଲେ। ଏବେ ଆମେ ଜାଣିବା ଏଠାରେ ରହିବା ପାଇଁ ହୋଟେଲ କେଉଁଠାରେ ନେବା ଆବଶ୍ୟକ। ହରିଦ୍ୱାରରେ ହୋଟେଲ ନେବା ପାଇଁ 3ଟି ଲୋକେସନ ରହିଛି: ରେଲୱେ ଷ୍ଟେସନ ଏରିଆ, ହରିକେ ପୌରୀ ଏରିଆ ଏବଂ ଶାନ୍ତିକୁଞ୍ଜ ଏରିଆ। ଏହି ଏରିଆର ଆଖପାଖରେ ଆପଣଙ୍କୁ ବହୁତ ସାରା ହୋଟେଲ, ଗେଷ୍ଟ ହାଉସ, ଲଜ ଏବଂ ଧର୍ମଶାଳା ଦେଖିବାକୁ ମିଳିଯିବ। ଯେଉଁଠି ବଜେଟ୍ ହୋଟେଲର ଷ୍ଟାର୍ଟିଂ 700 ରୁ 1500 ଟଙ୍କା, ମିଡ୍ ରେଞ୍ଜ ହୋଟେଲର ଷ୍ଟାର୍ଟିଂ 1500 ରୁ 3000 ଟଙ୍କା ଏବଂ ଲକ୍ଜରୀ ହୋଟେଲର ଷ୍ଟାର୍ଟିଂ 4000 ରୁ 5000 10000 ଟଙ୍କା ପର୍ଯ୍ୟନ୍ତ ଆସିଥାଏ। ଏଠାରେ ଧର୍ମଶାଳା ଗୁଡ଼ିକରେ ଆପଣଙ୍କୁ ବହୁତ ଶସ୍ତାରେ ରୁମ୍ ମିଳିଯିବ। ଧର୍ମଶାଳା ଗୁଡ଼ିକର ରେଟ୍ 300 ରୁ 700 ଟଙ୍କା ଭିତରେ ଆସିଥାଏ। ଚାଲନ୍ତୁ ଏବେ ଜାଣିବା ଏଠାରେ ଖାଇବା ପିଇବାର କ'ଣ ବ୍ୟବସ୍ଥା ରହିଛି। ହରିଦ୍ୱାର ରେଲୱେ ଷ୍ଟେସନ ଏବଂ ହରିକେ ପୌରୀର ଆଖପାଖରେ ଆପଣଙ୍କୁ ବହୁତ ସାରା ରେଷ୍ଟୁରାଣ୍ଟ ଏବଂ ଭୋଜନାଳୟ ଦେଖିବାକୁ ମିଳିଯିବ। ଯେଉଁଠି ଭୋଜନାଳୟ ଗୁଡ଼ିକରେ ଅଧିକାଂଶ ରୁଟି, ତରକାରୀ, ଭାତ, ଡାଲି, କେବେ କେବେ କ୍ଷୀରି 50 ରୁ 100 ଟଙ୍କା ଭିତରେ ଥାଳି ହିସାବରେ ଦିଆଯାଇଥାଏ ଏବଂ ରେଷ୍ଟୁରାଣ୍ଟ ମାନଙ୍କରେ ଶୁଦ୍ଧ ଶାକାହାରୀ ଭୋଜନ ମିଳିଯାଏ, କିନ୍ତୁ ରେଟ୍ ଟିକେ ଅଧିକ, ପାଖାପାଖି 150 ରୁ 200 ଟଙ୍କା ଭିତରେ ଆସିଥାଏ। ଚାଲନ୍ତୁ ଏବେ ଜାଣିବା ହରିଦ୍ୱାରରେ ଦର୍ଶନ କରିବା ପାଇଁ କେଉଁ କେଉଁ ମନ୍ଦିର ଏବଂ ଦର୍ଶନୀୟ ସ୍ଥଳ ରହିଛି। ସବୁଠାରୁ ପ୍ରଥମେ ଆମେ ଯିବା ହରିକେ ପୌରୀ। ଏହି ସ୍ଥାନଟି ହରିଦ୍ୱାର ରେଲୱେ ଷ୍ଟେସନ ଠାରୁ 2 କିଲୋମିଟର ଡିଷ୍ଟାନ୍ସରେ ରହିଛି। ଆପଣ ଅଟୋ, ଇ ରିକ୍ସା କିମ୍ବା ଚାଲିକି ମଧ୍ୟ ପହଞ୍ଚି ପାରିବେ। ହରିକେ ପୌରୀ ହରିଦ୍ୱାରର ଅତ୍ୟନ୍ତ ପବିତ୍ର ଏବଂ ପାବନ ଘାଟ। ଏଠାରେ ଗଙ୍ଗା ସ୍ୱୟଂ ପୃଥିବୀ ଉପରେ ବିରାଜମାନ ହୋଇଛି। ହରିକେ ପୌରୀର ବ୍ରହ୍ମକୁଣ୍ଡ ଘାଟ ରହିଛି। କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଅମୃତର ଟୋପା ଏଠାରେ ପଡିଥିଲା। ଆଜି ମଧ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ସ୍ନାନ କରି ପୁଣ୍ୟ ଅର୍ଜନ କରନ୍ତି। ଏଠାରେ ଆପଣ ଭଗବାନ ବିଷ୍ଣୁଙ୍କ ପାଦ ଚିହ୍ନ ଦେଖିପାରିବେ। ଏହି କାରଣରୁ ଏହି ଘାଟର ନାମ ହରିକେ ପୌରୀ ହୋଇଅଛି। କୁହାଯାଏ ହରିକେ ପୌରୀରେ ସ୍ନାନ କରିବା ଦ୍ୱାରା ପାପର ବିନାଶ ଏବଂ ମୋକ୍ଷର ପ୍ରାପ୍ତି ହୋଇଥାଏ। ଏହି ଘାଟରେ ପ୍ରାଚୀନ ଗଙ୍ଗା ମନ୍ଦିର ସହିତ ବହୁତ ସାରା ଛୋଟ ବଡ ମନ୍ଦିର ରହିଛି, ଯାହାକୁ ଆପଣ ଦର୍ଶନ କରିପାରିବେ। ଏଠାରେ କିଛି ସମୟ ବୁଲିବା ଏବଂ ସ୍ନାନ କରିବା ପରେ ଆମେ ଯିବା ମନସା ଦେବୀ ମନ୍ଦିର। ମା ମନସା ଦେବୀ ଟେମ୍ପଲ ହରିଦ୍ୱାର ରେଲୱେ ଷ୍ଟେସନ ଠାରୁ 3 କିଲୋମିଟର ଦୂରରେ ଏବଂ ବିଲ୍ୱ ପର୍ବତର ଉପରେ ଅବସ୍ଥିତ। ମନ୍ଦିରରେ ପହଞ୍ଚିବା ପାଇଁ ରାସ୍ତା ହରିକେ ପୌରୀ ଠାରୁ 500 ମିଟର ଦୂରରେ ରହିଛି ଏବଂ ମନ୍ଦିରରେ ପହଞ୍ଚିବା ପାଇଁ 2ଟି ମାଧ୍ୟମ ରହିଛି। ଗୋଟେ ହେଲା ଆପଣଙ୍କୁ ଚାଲିକି ଏହିଭଳି ରାସ୍ତାରେ ପ୍ରାୟ 2 କିଲୋମିଟର ଉପରକୁ ଚଢିକି ଯିବାକୁ ପଡିବ ଏବଂ ଅନ୍ୟଟି ହେଲା ରୋପ ୱେ। ରୋପ ୱେର ଟିକେଟ 150 ରୁ 200 ଟଙ୍କା ପଡିଥାଏ ଉଭୟ ଯିବା ଏବଂ ଆସିବା ପାଇଁ। ଟିକେଟ କାଉଣ୍ଟର ପାଖରେ ଭିଡ ଦେଖିବାକୁ ମିଳିଥାଏ, ତେଣୁ ଆପଣଙ୍କୁ ସକାଳୁ ଜଲ୍ଦି ଆସିବାକୁ ଚେଷ୍ଟା କରିବେ। ରୋପ ୱେର 5 ରୁ 7 ମିନିଟ ଯାତ୍ରା କଲା ପରେ ଆପଣ ପହଞ୍ଚିଯିବେ ମା ମନସା ଦେବୀ ମନ୍ଦିରର ପ୍ରବେଶ ଦ୍ୱାର ପାଖରେ। ମନ୍ଦିରର ପରିସର ସମ୍ପୂର୍ଣ୍ଣ ଶାନ୍ତ ଏବଂ ପବିତ୍ର। ମନ୍ଦିରର ଭିତରେ ମା ମନସା ଦେବୀଙ୍କ 2ଟି ମୂର୍ତ୍ତି ସ୍ଥାପିତ ହୋଇଅଛି। ଗୋଟେ ମୂର୍ତ୍ତିରେ ମାଙ୍କର 8ଟି ଭୁଜ ରହିଛି ଏବଂ ଅନ୍ୟ ମୂର୍ତ୍ତିରେ ମାଙ୍କର 3ଟି ମୁଖ ରହିଛି। ଏହି ମନସା ଦେବୀଙ୍କୁ ନାଗଦେବୀ ବୋଲି ମଧ୍ୟ କୁହାଯାଏ। ଏଠାରେ କିଛି ସମୟ ଲାଇନରେ ଠିଆ ହୋଇ ମା ମନସା ଦେବୀଙ୍କ ଦର୍ଶନ କରି ଆମେ ଯିବା ଚଣ୍ଡୀ ଦେବୀ ମନ୍ଦିର। ଚଣ୍ଡୀ ଦେବୀ ମନ୍ଦିର ହରିକେ ପୌରୀର ପାଖରେ 3 କିଲୋମିଟର ଦୂରରେ ନୀଳ ପର୍ବତର ଉପରେ ଅବସ୍ଥିତ। ମନ୍ଦିରରେ ପହଞ୍ଚିବା ପାଇଁ ଆପଣଙ୍କୁ 3 କିଲୋମିଟର ଚଢିକି ଯିବାକୁ ପଡିବ କିମ୍ବା ରୋପ ୱେ କରି ଆପଣ ସହଜରେ ପହଞ୍ଚିଯିବେ। ରୋପ ୱେର ଷ୍ଟେସନ ହରିକେ ପୌରୀର ପାଖରେ ରହିଛି। 10 ରୁ 15 ମିନିଟ ରୋପ ୱେ କରି ଆପଣ ପହଞ୍ଚିଯିବେ ଚଣ୍ଡୀ ଦେବୀ ମନ୍ଦିର। କୁହାଯାଏ ମା ଚଣ୍ଡୀ ଏଠାରେ ଚଣ୍ଡ ଏବଂ ମୁଣ୍ଡ ରାକ୍ଷସର ବଧ କରିଥିଲେ, ସେଥିପାଇଁ ଏହି ସ୍ଥାନକୁ ଚଣ୍ଡୀ ଦେବୀ ମନ୍ଦିର କୁହାଯାଏ। ଭକ୍ତମାନେ ମା ଚଣ୍ଡୀ ଦେବୀଙ୍କୁ ଦର୍ଶନ କରି ସାହସ, ଶକ୍ତି ଏବଂ ରକ୍ଷାର ଆଶୀର୍ବାଦ ମାଗନ୍ତି। ଦୁର୍ଗା ପୂଜା ସମୟରେ ଏଠାରେ ଭକ୍ତମାନଙ୍କର ଭିଡ ଦେଖିବାକୁ ମିଳିଥାଏ। ମନ୍ଦିରରୁ ତଳେ ଗଙ୍ଗା ନଦୀ ଏବଂ ହରିଦ୍ୱାର ସହରର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ତ ସାଙ୍ଗମାନେ ମନସା ଦେବୀ ଏବଂ ଚଣ୍ଡୀ ଦେବୀ ମନ୍ଦିର ଦର୍ଶନ କରିବା ପାଇଁ 4 ରୁ 5 ଘଣ୍ଟା ଆପଣଙ୍କୁ ଲାଗିଯିବ। ଚାଲନ୍ତୁ ଏବେ ଆମେ ଯିବା ଏଠାରୁ ଅଳ୍ପ କିଛି ଦୂରରେ ଥିବା ପପୁଲାର ପ୍ଲେସ୍ ଗୁଡ଼ିକ ବୁଲିବା ପାଇଁ।
ଏଥିପାଇଁ ଆମକୁ ଅଟୋ କିମ୍ବା ଇ ରିକ୍ସା ବୁକ୍ କରିବାକୁ ପଡିବ। ଅଟୋ ରିକ୍ସା ବାଲା 500 ରୁ 800 ଟଙ୍କା ଚାର୍ଜ କରନ୍ତି ଏବଂ 4 ରୁ 5 ଘଣ୍ଟା ଭିତରେ ସବୁ ସ୍ଥାନ ବୁଲେଇବା ପରେ ଆପଣ ଯେଉଁଠି କହିବେ ସେହି ସ୍ଥାନରେ ଛାଡି ଦିଅନ୍ତି। ଅଟୋରେ ସବୁଠାରୁ ପ୍ରଥମେ ଆମେ ଯିବା ମାୟାଦେବୀ ମନ୍ଦିର। ଏହି ମନ୍ଦିରଟି ହରିଦ୍ୱାର ରେଲୱେ ଷ୍ଟେସନର ପାଖରେ ରହିଛି ଏବଂ ଏହାକୁ ହରିଦ୍ୱାରର ହୃଦୟସ୍ଥଳ ବୋଲି କୁହାଯାଏ। ମାୟାଦେବୀ ମନ୍ଦିର ଭାରତର 51 ଶକ୍ତିପୀଠ ମଧ୍ୟରୁ ଗୋଟିଏ। କୁହାଯାଏ ଏଠାରେ ମାତା ସତୀଙ୍କ ହୃଦୟ ଏବଂ ନାଭି ପଡିଥିଲା। ଏହି କାରଣରୁ ଏହି ସ୍ଥାନକୁ ଅତ୍ୟନ୍ତ ପବିତ୍ର ମାନାଯାଏ। ମନ୍ଦିରର ଗର୍ଭଗୃହ ଭିତରେ ମାୟାଦେବୀ, କାଳୀମାତା ଏବଂ କାମାକ୍ଷା ଦେବୀଙ୍କ ମୂର୍ତ୍ତି ଗୁଡ଼ିକ ସ୍ଥାପିତ ହୋଇଅଛି। କୁହାଯାଏ ହରିଦ୍ୱାର ଯାତ୍ରା ମାୟାଦେବୀଙ୍କ ଦର୍ଶନ ବିନା ଅଧୁରା ମାନାଯାଏ। ଏଠାରେ ଦର୍ଶନ କରିବା ପରେ ଆମେ ଯିବା ଭାରତ ମାତା ମନ୍ଦିର। ଏହି ଭାରତ ମାତା ମନ୍ଦିର ହରିକେପୁରୀରୁ 4 କିଲୋମିଟର ଦୂରରେ ଅବସ୍ଥିତ। ଏହି ମନ୍ଦିରର ଟୋଟାଲ 8ଟି ଫ୍ଲୋର ଏବଂ ପ୍ରତ୍ୟେକ ଫ୍ଲୋର ଭାରତର ସଂସ୍କୃତି, ଇତିହାସ ଏବଂ ମହାନତାକୁ ସମର୍ପିତ। ପ୍ରଥମ ଫ୍ଲୋରରେ ଭାରତ ମାତାଙ୍କ ମୂର୍ତ୍ତି ରହିଛି, ଯେଉଁଠି ଭାରତକୁ ଗୋଟେ ମାତା ରୂପରେ ଦର୍ଶାଯାଇଛି। ତୃତୀୟ ଫ୍ଲୋରରେ ମହାନ ସନ୍ଥ ଏବଂ ମହାପୁରୁଷଙ୍କୁ ଦର୍ଶାଯାଇଛି ଏବଂ ଉପର ଫ୍ଲୋରରେ ଦେବୀ ଦେବତା, ନାରୀ ଶକ୍ତିକୁ ଦର୍ଶାଯାଇଛି। ଏହି ଭାରତ ମାତା ମନ୍ଦିରରେ କିଛି ସମୟ ଏକ୍ସପ୍ଲୋର କଲା ପରେ ଆମେ ଯିବା ଶାନ୍ତିକୁଞ୍ଜ ବା ଗାୟତ୍ରୀ ପରିବାର। ଏ ହେଉଛି ଶାନ୍ତିକୁଞ୍ଜ ଆଶ୍ରମ, ଯାହାକୁ ଶ୍ରୀ ରାମଶର୍ମା ଏବଂ ଭଗବତୀ ଦେବୀ ଦ୍ୱାରା ସ୍ଥାପିତ ହୋଇଅଛି। ଏହି ଆଶ୍ରମ ହରିକେପୁରୀ ଠାରୁ 4 କିଲୋମିଟର ଦୂରରେ ଅବସ୍ଥିତ। ଏହି ଆଶ୍ରମ ଭିତରେ ଚାରିଆଡେ ଶାନ୍ତି, ଅନୁଶାସନ ଏବଂ ପବିତ୍ରତା ଅନୁଭବ ହୋଇଥାଏ। ଏଠାର ମୁଖ୍ୟ ଆକର୍ଷଣ ହେଉଛି ଗାୟତ୍ରୀ ମାତା ମନ୍ଦିର। ଆଶ୍ରମରେ ରହୁଥିବା ଭକ୍ତମାନେ ଏବଂ ବାହାରୁ ଆସୁଥିବା ଭକ୍ତମାନଙ୍କ ପାଇଁ ପ୍ରସାଦ ଭାବରେ ପେଟ ପୂରା ଭୋଜନ ଫ୍ରିରେ ଦିଆଯାଏ। ଏହି ସ୍ଥାନ କେବଳ ଆଶ୍ରମ ନୁହେଁ, ଆଧ୍ୟାତ୍ମିକ ଚେତନା ଏବଂ ସେବାର କେନ୍ଦ୍ର ଅଟେ। ଏଠାରେ କିଛି ସମୟ ଏକ୍ସପ୍ଲୋର କଲା ପରେ ଆମେ ଯିବା ଦକ୍ଷ ପ୍ରଜାପତି ମନ୍ଦିର। ଏହି ଦକ୍ଷ ପ୍ରଜାପତି ମନ୍ଦିରଟି ହରିଦ୍ୱାର ଠାରୁ 4 କିଲୋମିଟର ଦୂରରେ କଣଖଲ ଅଞ୍ଚଳରେ ଅବସ୍ଥିତ, ଯାହା ଭଗବାନ ଶିବ, ମାତା ସତୀ ଏବଂ ଶ୍ରୀ ଦକ୍ଷ ପ୍ରଜାପତିଙ୍କ ସହିତ ସମ୍ପର୍କ ରହିଛି। ଦକ୍ଷ ପ୍ରଜାପତି ଯିଏ ମାତା ସତୀଙ୍କ ପିତା ଥିଲେ। ପୌରାଣିକ କଥା ଅନୁସାରେ ରାଜା ଦକ୍ଷ ପ୍ରଜାପତି ଏଠାରେ ଏକ ବଡ଼ ଯଜ୍ଞର ଆୟୋଜନ କରିଥିଲେ, କିନ୍ତୁ ସେ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରିନଥିଲେ। ଏହା ଦେଖି ମାତା ସତୀ ଗଭୀର ଭାବେ ଦୁଃଖିତ ହେଲେ ଏବଂ ନିଜ ପିତାଙ୍କ ଅପମାନ ସହିପାରିଲେ ନାହିଁ। ସେ ଏହି ସ୍ଥାନରେ ଯଜ୍ଞ କୁଣ୍ଡରେ ନିଜକୁ ଅର୍ପଣ କରିଦେଲେ। ଯେତେବେଳେ ଏହି ସମ୍ବାଦ ଭଗବାନ ଶିବଙ୍କୁ ମିଳିଲା, ସେ ଅତ୍ୟଧିକ କ୍ରୋଧିତ ହେଲେ ଏବଂ ରାଜା ଦକ୍ଷଙ୍କ ମୁଣ୍ଡ କାଟିଦେଲେ। ପରେ ଦେବତାଙ୍କ ଅନୁରୋଧରେ ଭଗବାନ ଶିବ ଛେଳି ମୁଣ୍ଡ ଲଗାଇ ରାଜା ଦକ୍ଷଙ୍କୁ ପୁନର୍ଜୀବିତ କଲେ। ସେହି କାରଣରୁ ଏହି ସ୍ଥାନଟି ଅତ୍ୟନ୍ତ ପବିତ୍ର ଏବଂ ଐତିହାସିକ। ମନ୍ଦିର ପରିସର ଭିତରେ ବହୁତ ଶାନ୍ତି ଓ ଦିବ୍ୟ। ଏଠାରେ ଭଗବାନ ଶିବ, ମାତା ସତୀ ଏବଂ ରାଜା ଦକ୍ଷ ପ୍ରଜାପତିଙ୍କ ପ୍ରତିମା ସ୍ଥାପିତ ଅଛି। ଏହି ମନ୍ଦିରରେ ଭଗବାନ ଶିବଙ୍କୁ ଲିଙ୍ଗ ରୂପରେ ପୂଜାର୍ଚ୍ଚନା କରାଯାଏ। ଏଠାରେ ଥିବା ଯଜ୍ଞ କୁଣ୍ଡ ଆଜି ମଧ୍ୟ ଦର୍ଶନ ପାଇଁ ଉପଲବ୍ଧ, ଯେଉଁଠାରେ ମାତା ସତୀ ଆତ୍ମୋତ୍ସର୍ଗ କରିଥିଲେ। ଶ୍ରାବଣ ମାସ ଏବଂ ମହାଶିବରାତ୍ରି ସମୟରେ ଏଠାରେ ଭକ୍ତମାନଙ୍କର ମେଳା ଲାଗିଥାଏ। ଏହି ମନ୍ଦିରରେ ଦର୍ଶନ କରିବା ପରେ ଆମେ ଯିବା ମା ସୁରେଶ୍ୱରୀ ଦେବୀ ମନ୍ଦିର। ଏହି ମନ୍ଦିରଟି ହରିଦ୍ୱାର ଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ। ମନ୍ଦିରଟି ମାତା ଦୁର୍ଗାଙ୍କୁ ସମର୍ପିତ ଏବଂ ଏକ ପବିତ୍ର ଓ ଶକ୍ତିଶାଳୀ ଦେବୀପୀଠ। ଭକ୍ତମାନଙ୍କର ଏହି ମନ୍ଦିର ଉପରେ ଅଗାଧ ଶ୍ରଦ୍ଧା ରହିଛି। ଏହି ମନ୍ଦିରଟି ରାଜାଜୀ ନ୍ୟାସନାଲ ପାର୍କର ମଝିରେ ପ୍ରକୃତିର ସୁନ୍ଦର ଏବଂ ଶାନ୍ତ ବାତାବରଣରେ ଅବସ୍ଥିତ। ଦେବରାଜ ଇନ୍ଦ୍ରଙ୍କ ତପସ୍ୟାରେ ପ୍ରସନ୍ନ ହେବା ପରେ ମାତା ଭଗବତୀ ଦୁର୍ଗା ଏହି ସୁନ୍ଦର ସ୍ଥାନରେ ଦେବରାଜ ଇନ୍ଦ୍ରଙ୍କୁ ଦର୍ଶନ ଦେଇଥିଲେ। ମା ସୁରେଶ୍ୱରୀ ଦେବୀ ମନ୍ଦିର ପ୍ରବେଶ ଦ୍ୱାର ଦେଇ ଭିତରକୁ ଯିବା ପରେ ସବୁଠାରୁ ପ୍ରଥମେ ଏହି ସୁରେଶ୍ୱର ମହାଦେବ ମନ୍ଦିର ନଜରରେ ଆସିଥାଏ। ମହାଦେବଙ୍କ ଦର୍ଶନ କରିବା ପରେ ଭକ୍ତମାନେ ମା ସୁରେଶ୍ୱରୀ ଦେବୀଙ୍କ ଦର୍ଶନ କରିଥାନ୍ତି। ମାତା ସୁରେଶ୍ୱରୀ ଦେବୀଙ୍କ ଦର୍ଶନ କରିବା ପରେ ମନ୍ଦିରର ପଛପଟେ କିଛି ସିଢି ଆପଣ ଦେଖିବାକୁ ପାଇବେ। ଏହି ସିଢିରେ 1 ମିନିଟ ଉପରକୁ ଚଢିବା ପରେ ଆପଣ ମାତା କାଳୀଙ୍କ ଦର୍ଶନ କରିପାରିବେ। ଆଉ ଗୋଟେ କଥା ଧ୍ୟାନ ରଖନ୍ତୁ, ଏହି ମନ୍ଦିରଟି ରାଜାଜୀ ନ୍ୟାସନାଲ ପାର୍କର ଲୋକାଟେଡ ହୋଇଥିବା କାରଣରୁ ସନ୍ଧ୍ୟା 4টাରେ ପାର୍କ ବନ୍ଦ ହେବା ସହିତ ମନ୍ଦିରର ପ୍ରବେଶ ଦ୍ୱାର ମଧ୍ୟ ବନ୍ଦ ହୋଇଯାଏ। ମାତା ସୁରେଶ୍ୱରୀ ଦେବୀଙ୍କ ଦର୍ଶନ କରିବା ପରେ ଆମେ ରିଟର୍ନ ଆସିବା ହରିଦ୍ୱାର। ହରିଦ୍ୱାରରେ ସନ୍ଧ୍ୟା 5টাରେ ହରିକେପୁରୀର ଏହି ଗଙ୍ଗା ଘାଟରେ ଗଙ୍ଗା ମାତାଙ୍କ ଭବ୍ୟ ଆରତି ହୋଇଥାଏ ଏବଂ ଏହି ଘାଟର ଗଙ୍ଗା ଆରତି ଦେଖିବା ପାଇଁ ଦୁଇ ସାଇଡରେ ଭକ୍ତମାନଙ୍କର ମେଳା ଲାଗି ରହିଥାଏ। ଗଙ୍ଗା ଆରତି ସୂର୍ଯ୍ୟାସ୍ତ ପୂର୍ବରୁ ଆରମ୍ଭ ହୋଇଥାଏ। ପଣ୍ଡିତମାନେ ହାତରେ ଜଳୁଥିବା ଦୀପ, ମନ୍ତ୍ର ଉଚ୍ଚାରଣ, ଘଣ୍ଟିର ଶବ୍ଦ ଏବଂ ଶଙ୍ଖଧ୍ୱନି ସହିତ ଗଙ୍ଗା ଆରତି ଆରମ୍ଭ କରନ୍ତି। ଆରତି ପରେ ଭକ୍ତମାନେ ମା ଗଙ୍ଗାରେ ଦୀପଦାନ କରିଥାନ୍ତି। ଆପଣମାନେ ମଧ୍ୟ ଗଙ୍ଗାରେ ଫୁଲ ଏବଂ ଦୀପ ପ୍ରବାହିତ କରି ନିଜର ମନୋକାମନା ମା ଗଙ୍ଗାକୁ ସମର୍ପିତ କରିପାରନ୍ତି। ହରିକେପୁରୀରେ ଗଙ୍ଗା ଆରତି ଦର୍ଶନ କରିବା ପରେ ନିଜ ନିଜ ରୁମକୁ ଆସି ରାତ୍ରିରେ ବିଶ୍ରାମ କରିବା କିମ୍ବା ସେହିଦିନ ଘରକୁ ଫେରିବା ପାଇଁ ରିଟର୍ନ କରିପାରନ୍ତି।
ଚାଲନ୍ତୁ ଏବେ ଆମେ ଜାଣିବା ଏହି ହରିଦ୍ୱାର ଯାତ୍ରାରେ କେତେ ଦିନ ଲାଗିବ ଏବଂ ଜଣେ ବ୍ୟକ୍ତି ପ୍ରତି ଟୋଟାଲ ଖର୍ଚ୍ଚ କେତେ ଆସିବ। ଏହି ଯାତ୍ରାରେ 2 ଡେ 1 ନାଇଟ୍ ସଫିସିଏଣ୍ଟ। ଏହି ହିସାବରେ ଯଦି ଆପଣ ନର୍ମାଲ ହୋଟେଲ ସହିତ ନର୍ମାଲ ଖାଇବା ପିଇବା କରନ୍ତି ତାହେଲେ ଜଣେ ବ୍ୟକ୍ତି ପ୍ରତି ଟୋଟାଲ ଖର୍ଚ୍ଚ 2000 ରୁ 2500 ଟଙ୍କା ଖର୍ଚ୍ଚ ହେବ। ଏଥିରେ ମୁଁ କୌଣସି ପ୍ରକାରର ଟ୍ରେନର ଟିକେଟ କିମ୍ବା ଫ୍ଲାଇଟର ଟିକେଟର ଖର୍ଚ୍ଚ ଆଡ୍ କରିନାହିଁ। ଏଥିରେ କେବଳ ହୋଟେଲ ଖାଇବା ପିଇବା ଏବଂ ହରିଦ୍ୱାରର ସବୁ ସ୍ଥାନ ବୁଲିବାର ଅଟୋ ରିକ୍ସାର ଖର୍ଚ୍ଚର ହିସାବ ରହିଛି। ତ ସାଙ୍ଗମାନେ ଏଇ ତ ଥିଲା ହରିଦ୍ୱାର ଯାତ୍ରାର ଏକ ସମ୍ପୂର୍ଣ୍ଣ ବିବରଣୀ। ପୁଣି ଦେଖା ହେବ ଏକ ନୂଆ ଯାତ୍ରାରେ ଏବଂ ଏକ ନୂଆ ବ୍ଲଗର ସହିତ। ଜୟ ଜଗନ୍ନାଥ।